26-27 ଯାତ୍ରା ଋତୁ ପାଇଁ ଯାତ୍ରା ସ୍ୱର୍ଣ୍ଣମହଲ ନାଟକ ପ୍ରସ୍ତୁତ କରିଛି। ପ୍ରଥମ ନାଟକ ତୋ ନାଁ ପାଖରେ ମୋ ନାଁ ଲେଖା, ଦ୍ୱିତୀୟ ନାଟକ ଶୁଣ ହେ ରାମ କାହାଣୀ, ତୋ ସ୍ତ୍ରୀ ରାଣ ମୋତେ ସିନ୍ଦୁର ଦେବୁ। ଯାତ୍ରା ସ୍ୱର୍ଣ୍ଣମହଲ ତାର 26-27 ଯାତ୍ରା ଋତୁର ଆଗାମୀ କ୍ୟାମ୍ପ ଅପଡେଟ୍ ଦେଇସାରିଲାଣି। ମୋ ସହିତ ରହି ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖିଲେ ଜାଣିପାରିବେ ଯାତ୍ରା ସ୍ୱର୍ଣ୍ଣମହଲ କେଉଁ ଜାଗାରେ ପ୍ରଥମ ଶୁଭ ମୁହୂର୍ତ୍ତ କରିବ। ଅଗଷ୍ଟ 5ରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଯାତ୍ରା ସ୍ୱର୍ଣ୍ଣମହଲ କେଉଁ କେଉଁ ଜାଗାରେ ନାଟକ ମଞ୍ଚସ୍ଥ କରିବ। ଜୟ ଶ୍ରୀ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛି ରୂପକେଶନ ଯାତ୍ରା ଗପସପ ରାଜେନ୍ଦ୍ର ବରା ଫେସବୁକ୍ ଆଇଡିରେ। ଆଜି ମୋ ଭିଡ଼ିଓ ମାଧ୍ୟମରେ ଆପଣମାନେ ସମସ୍ତେ ଜାଣିପାରିବେ ସ୍ୱାଇଁ ବଦର ପ୍ରଯୋଜିତ ଯାତ୍ରା ସ୍ୱର୍ଣ୍ଣମହଲ ଅଗଷ୍ଟ 5ରୁ ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ନାଟକ ମଞ୍ଚସ୍ଥ କରିବ ରୂପାଲି ଶହୀଦନଗର ଭୁବନେଶ୍ୱରରେ। ଯାତ୍ରା ସ୍ୱର୍ଣ୍ଣମହଲ ପ୍ରଥମ ଶୁଭ ମୁହୂର୍ତ୍ତ କରିବ ରୂପାଲି ଶହୀଦନଗର ଭୁବନେଶ୍ୱରରେ। ଅଗଷ୍ଟ 10ରୁ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଯାତ୍ରା ସ୍ୱର୍ଣ୍ଣମହଲ ନାଟକ ମଞ୍ଚସ୍ଥ କରିବ ଭୁବନ ଢେଙ୍କାନାଳରେ। ଅଗଷ୍ଟ 14ରୁ ଅଗଷ୍ଟ 19 ତାରିଖ ପର୍ଯ୍ୟନ୍ତ 6 ଦିନ ଧରି ନାଟକ ମଞ୍ଚସ୍ଥ କରିବ ଯାତ୍ରା ସ୍ୱର୍ଣ୍ଣମହଲ। ତାର ସେହି ବହୁଚର୍ଚ୍ଚିତ ନାଟକ 26-27 ଯାତ୍ରା ଋତୁର ତୋ ନାଁ ପାଖରେ ମୋ ନାଁ ଲେଖା, ଶୁଣ ହେ ରାମ କାହାଣୀ, ତୋ ସ୍ତ୍ରୀ ରାଣ ମୋତେ ସିନ୍ଦୁର ଦେବୁ ଦେଖିବାର ସୁଯୋଗ ନିଅନ୍ତୁ ଦଶହରା ପଡ଼ିଆ ଅନୁକୂଳରେ। ଅଗଷ୍ଟ 20ରୁ ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ଯାତ୍ରା ସ୍ୱର୍ଣ୍ଣମହଲ ନାଟକ ମଞ୍ଚସ୍ଥ କରିବ ଖମାର ଅନୁକୂଳରେ। ଅଗଷ୍ଟ 24ରୁ ଅଗଷ୍ଟ 27 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ଯାତ୍ରା ସ୍ୱର୍ଣ୍ଣମହଲ ନାଟକ ମଞ୍ଚସ୍ଥ କରିବ ସାପଘରା ବଇଣ୍ଡା ଅନୁକୂଳରେ। ଅଗଷ୍ଟ 28ରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ଯାତ୍ରା ସ୍ୱର୍ଣ୍ଣମହଲ ନାଟକ ମଞ୍ଚସ୍ଥ କରିବ ବାଇଶିଙ୍ଗା କାମାକ୍ଷାନଗର ଢେଙ୍କାନାଳରେ। ମନେ ରହିଲା ବାଇଶିଙ୍ଗା କାମାକ୍ଷାନଗର ଢେଙ୍କାନାଳରେ ଅଗଷ୍ଟ 28ରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ନାଟକ ମଞ୍ଚସ୍ଥ କରିବ ଯାତ୍ରା ସ୍ୱର୍ଣ୍ଣମହଲ। ଆପଣମାନେ ମୋ ଭିଡ଼ିଓ ମାଧ୍ୟମରେ ଜାଣିପାରିଲେ ଅଗଷ୍ଟ 5ରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ କେଉଁ ଜାଗାରେ ନାଟକ ମଞ୍ଚସ୍ଥ କରିବ ଯାତ୍ରା ସ୍ୱର୍ଣ୍ଣମହଲ। ଯଦି ଭିଡ଼ିଓଟି ଭଲ ଲାଗିଲା ନିଶ୍ଚିତ ଲାଇକ୍ କରି କମେଣ୍ଟ କରି ସାଙ୍ଗସାଥୀ ସେୟାର କରନ୍ତୁ। ଯଦି ନୂଆ କରି ଆମ ଚ୍ୟାନେଲରେ ଭିଡ଼ିଓ ଦେଖୁଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯଦି ଫେସବୁକରେ ଦେଖୁଛନ୍ତି ଫେସବୁକ୍ ଆଇଡ଼ି ଫଲୋ କରି ରଖନ୍ତୁ। ସବୁବେଳେ କହିଛି ଆମ ସହିତ ଯୋଡ଼ି ହୋଇ ରହିଲେ ଫେସବୁକରେ ଭିଡ଼ିଓ ଦେଖନ୍ତୁ କି ୟୁଟ୍ୟୁବରେ ଭିଡ଼ିଓ ଦେଖନ୍ତୁ, ସବୁବେଳେ ଆମ ପାଖରୁ ଯାତ୍ରା ଫ୍ରେଶ୍ ଖବର ପାଇପାରିବେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଆଉ ସୁସ୍ଥ ବି ଥିବେ। ପୁଣି ଦେଖା ହେବ ଆଉ ଏକ ନୂଆ ଯାତ୍ରା ଭିଡ଼ିଓରେ। ଜୟ ଶ୍ରୀ ଜଗନ୍ନାଥ।